ଆମେ ସମସ୍ତେ ଆମ ଜୀବନରେ ଖରାପ ଅଭ୍ୟାସର ଶିକାର ହୋଇଥାନ୍ତି ଏବଂ ସେହି ଖରାପ ଅଭ୍ୟାସ ଭିତରେ ଏତେ ମାତ୍ରାରେ ଫସିଯାଆନ୍ତି କି କିଛି କରିବାକୁ ଚାହିଁଲେ ମଧ୍ୟ କରିପାରନ୍ତି ନାହିଁ। ଏବଂ ତାହା ସମ୍ପୂର୍ଣ୍ଣ ଭାବେ ସତ୍ୟ ଯେ ଆମର ଖରାପ ଅଭ୍ୟାସ ଗୁଡ଼ିକ ହିଁ ଆମକୁ ଜୀବନରେ ସଫଳ ଓ ଅସଫଳ ବନାଇଥାନ୍ତି। ଯଦି ଆପଣ ନିଜର ଖରାପ ଅଭ୍ୟାସ ଗୁଡ଼ିକ ଠାରୁ ମୁକ୍ତ ହେବାକୁ ଚାହୁଁଛନ୍ତି, ତେବେ ଏହି ଭିଡିଓଟି କେବଳ ଆପଣଙ୍କ ପାଇଁ। ଏହି ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଏହି ଭିଡିଓରେ ମୁଁ 10ଟି ଏମିତି ଛୋଟ ଛୋଟ ଅଭ୍ୟାସ କହିବି, ଯାହାକୁ ଯଦି ଆପଣ ନିଜର ଜୀବନରେ ଆପଣେଇବେ, ତେବେ 7 ଦିନ ଭିତରେ ହିଁ ନିଜର ଜୀବନ ବଦଳିବାକୁ ଲାଗିବ। ତେବେ ଚାଲନ୍ତୁ ଏହି ଭିଡିଓକୁ ଆରମ୍ଭ କରିବା। ଥରେ ଗୋଟିଏ ଚିନ୍ତିତ ବ୍ୟକ୍ତି ଗୋଟିଏ ବୌଦ୍ଧ ଭିକ୍ଷୁ ପାଖକୁ ଗଲା ଏବଂ କହିଲା, ହେ ଗୁରୁବର, ମୁଁ ମୋର ଅଭ୍ୟାସ ପାଇଁ ବହୁତ ଚିନ୍ତିତ ଅଛି। ମୁଁ କରିବାକୁ ତ ବହୁତ କିଛି ଚାହୁଁଛି, କିନ୍ତୁ କିଛି କରିପାରୁନାହିଁ। ମୁଁ ମୋ ଜୀବନରେ ସଫଳ ହେବାକୁ ଚାହୁଁଛି, ମାତ୍ର ମୁଁ ମୋ ଅଭ୍ୟାସ ଗୁଡ଼ିକ ପାଇଁ ପୂରା କରିପାରୁନି। ଯଦି ସତ କହିବି, ତେବେ ମୋତେ ଏହା ଭଲ ଭାବେ ଜଣା ନାହିଁ କି ସଫଳ ହେବା ପାଇଁ ମୋ ଭିତରେ କେଉଁ ଗୁଣ ଗୁଡ଼ିକ ହେବା ଜରୁରୀ ଅଟେ। ସେହି ଗୁଣ ଗୁଡ଼ିକୁ ଜାଣିବା ପାଇଁ ଆପଣଙ୍କ ପାଖକୁ ଆସିଅଛି। ଦୟାକରି ମୋର ମାର୍ଗଦର୍ଶନ କରାନ୍ତୁ। ଏହା ଶୁଣି ବୌଦ୍ଧ ଭିକ୍ଷୁ କହିଲେ, ଯେମିତି ପ୍ରକାରରେ ଆମେ ଖରାପ ଅଭ୍ୟାସକୁ ଆପଣେଇବା ଦ୍ୱାରା ଖରାପ ଅଭ୍ୟାସକୁ ଛାଡ଼ି ପାରିନଥାଉ, ସେମିତି ପ୍ରକାରରେ ଯଦି ଆମେ ଭଲ ଅଭ୍ୟାସ ଗୁଡ଼ିକୁ ଆପଣେଇବା, ତେବେ ଆମେ ମଧ୍ୟ ଭଲ ଅଭ୍ୟାସ ଗୁଡ଼ିକୁ ଛାଡ଼ି ପାରିବା ନାହିଁ। ଏବଂ ଏହା ବିଶ୍ୱାସ କର ଯେ ଯଦି ଆମେ ଭଲ ଅଭ୍ୟାସ ଗୁଡ଼ିକୁ ଆପଣେଇ ନେବା, ତେବେ ଆମେ ବହୁତ କିଛି ଶିଖି ଜୀବନରେ ସଫଳ ହୋଇପାରିବା। ଆଜି ମୁଁ ତୁମକୁ 10ଟି ଏମିତି ଅଭ୍ୟାସ ଓ ଗୁଣ ବିଷୟରେ କହିବି, ଯାହା ତୁମକୁ ଜୀବନରେ ସଫଳତା ପ୍ରାପ୍ତ କରିବାରେ ସାହାଯ୍ୟ କରିବ। ଏହା ସହିତ ତୁମକୁ ଗୋଟିଏ ଭଲ ମଣିଷରେ ପରିଣତ କରିଦେବ, ଯାହାକୁ ଦେଖି ଲୋକେ କହିବେ, ମୁଁ ବି ଏହି ମନୁଷ୍ୟ ପରି ହେବାକୁ ଚାହୁଁଛି। ତେବେ 10ଟି ଅଭ୍ୟାସର ସୂଚୀରେ ପ୍ରଥମ ଅଭ୍ୟାସଟି ହେଲା ସକାଳୁ ଶୀଘ୍ର ଉଠିବାର ଅଭ୍ୟାସକୁ ଆପଣାଅ। ଯଦି କେହି ଦୁନିଆରେ କେଉଁ ସଫଳ ଲୋକ ପ୍ରଥମ ଭଲ ଅଭ୍ୟାସ ଲାଗୁ କରିଥାଏ, ସେଇଟା ହେଲା ସୂର୍ଯ୍ୟ ଉଦୟ ପୂର୍ବରୁ ନିଜର ଆଳସ୍ୟକୁ ଭାଙ୍ଗିବା। ଯଦି ତୁମେ ସୂର୍ଯ୍ୟର ପ୍ରଥମ ଆଲୋକର ପୂର୍ବରୁ ନିଜର ସେଜ ତ୍ୟାଗ କରିଦେଉଛ ଏବଂ ନିଜର ଜୀବନକୁ ସୁନ୍ଦର ଭାବେ ଜୀଇଁବା ପାଇଁ କାମ କରିବା ଆରମ୍ଭ କରୁଛ, ତେବେ ବିଶ୍ୱାସ କର, ପୁରା ଦିନରେ ଏମିତି କୌଣସି କାମ ନାହିଁ ତୁମକୁ ତାହା କରିବାରେ କଷ୍ଟ ହେବ। ତୁମର ଶୀଘ୍ର ସକାଳୁ ଉଠିବା ଏହା ଦର୍ଶାଉଛି କି ତୁମ ଭିତରେ ତୁମର ଲକ୍ଷ୍ୟ ପ୍ରତି କେତେ ଇଚ୍ଛା ଶକ୍ତି ଅଛି। ସକାଳୁ ଶୀଘ୍ର ଉଠିବାର ମାନେ ହେଉଛି ଅଧିକ ସମୟ, ଅଧିକ ଶକ୍ତି, ଅଧିକ ଚେଷ୍ଟା, ଯାହାକି ତୁମକୁ ଅନ୍ୟଠାରୁ ଅଧିକ ମିଳିଥାଏ। 10ଟି ଅଭ୍ୟାସ ସୂଚୀରେ ଦ୍ୱିତୀୟ ଅଭ୍ୟାସଟି ହେଲା ସର୍ବଦା ନିଜର ଲକ୍ଷ୍ୟ ପାଇଁ କିଛି ନୂଆ ଶିଖ। ଏହା ସଫଳତାକୁ ପାଇବାର ଜରୁରୀ ଅଭ୍ୟାସ ଅଟେ। ଏହି ଅଭ୍ୟାସ ତୁମକୁ କେବେ କ୍ଷତିରେ ପକାଇବ ନାହିଁ, ବରଂ ଏହା ତୁମକୁ ଭବିଷ୍ୟତରେ ଆସୁଥିବା ସମସ୍ୟାଠାରୁ ଦୂରରେ ରଖିବ। କିଛି ନହେଲେ ଗୋଟିଏ ଧାଡ଼ିର ଜ୍ଞାନ ଶିଖ, କିନ୍ତୁ ନୂଆ ଶିଖିବାକୁ ଛାଡ଼ ନାହିଁ। ଏହି ଦୁନିଆରେ ଜ୍ଞାନର କୌଣସି ଅଭାବ ନାହିଁ। ତେଣୁ ଯେଉଁ କ୍ଷେତ୍ରରେ ତୁମେ ସଫଳତା ହାସଲ କରିବାକୁ ଚାହୁଁଛ, ସେହି କ୍ଷେତ୍ରର ଜ୍ଞାନକୁ ନେବା ପାଇଁ ସର୍ବଦା ଉତ୍ସାହ ରଖ। ହେଇପାରେ ଏହି ଜ୍ଞାନ ତୁମକୁ ଏତେ କିଛି ହାସଲ କରିକି ଦେଇପାରେ, ଯାହା ତୁମେ ସ୍ୱପ୍ନରେ ବି ଭାବିନଥିବ। ତେଣୁ ଏଥିପାଇଁ ତୁମକୁ ଏକ ଛୋଟ ବାଳକ ପରି ଶିଖିବାକୁ ପଡ଼ିବ। ଅଭ୍ୟାସର ସୂଚୀରେ ତୃତୀୟ ଅଭ୍ୟାସଟି ହେଲା କୁହ କମ୍ ଏବଂ ଶୁଣ ବେଶୀ। କାରଣ ଆମ ପାଖରେ 2ଟି କାନ ଏବଂ ଗୋଟିଏ ପାଟି ଅଛି। ଏହା ଏଥିପାଇଁ ଅଛି କି ଆମେ ଶୁଣିବା ଅଧିକ, କହିବା କମ୍। କାରଣ ଶୁଣିବା ଲୋକର କେବେ କ୍ଷତି ହୋଇନଥାଏ। ଶୁଣିବା ଲୋକକୁ ସର୍ବଦା କିଛି ଶିଖିବାକୁ ମିଳିଥାଏ। ଅଳ୍ପ କହିବାର ଅର୍ଥ ଶକ୍ତିର କମ୍ ବ୍ୟବହାର ହେବା। ଯେଉଁ ବ୍ୟକ୍ତି କମ୍ କହିଥାଏ, ତାର ଭିତରେ ଗଭୀର ଭାବରେ ଭାବିବାର କ୍ଷମତା ଅଧିକ ଥାଏ। ଚତୁର୍ଥ ଅଭ୍ୟାସଟି ହେଲା ମନା କରିବା ଶିଖ। ଆମେ କୌଣସି କଣ୍ଢେଇ ନୁହେଁ, ଯାହାକି ଅନ୍ୟ ଲୋକଙ୍କ ଆଗରେ ହଁ ହଁ କରୁଥିବ। ତୁମେ ଏକ ଅଲଗା ମନୁଷ୍ୟ ଅଟ। ତୁମ ଜୀବନରେ କିଛି ସ୍ୱପ୍ନ ଅଛି, ତେବେ ତୁମର ଭାବନା ବି ଅଲଗା ପ୍ରକାରର ହେବ। ତୁମର ଯଦି ଲକ୍ଷ୍ୟ ଅଲଗା ଅଛି, ତେବେ ତୁମର ରାସ୍ତା ବି ଅଲଗା ହୋଇଥିବ। ଯଦି ତୁମର କୌଣସି ଜିନିଷ ପସନ୍ଦ ନାହିଁ, ତେବେ ୟାର ମାନେ ହେଉଛି ନାହିଁ ମାନେ ନାହିଁ। ଲୋକେ ଅନ୍ୟର କଥାରେ ଏଥିପାଇଁ ହଁ କରିଥାନ୍ତି କି ଯଦି ମୁଁ ନା କରିବି, ତେବେ ସେ କଣ ଭାବିବ। କେବେ ବି ଅନ୍ୟର ଭାବନାକୁ ଦେଖି ହଁ କର ନାହିଁ, କେବଳ ନିଜର ଭାବନାକୁ ଦେଖି ମତାମତ ଦିଅ।
ପଞ୍ଚମ ଅଭ୍ୟାସଟି ହେଲା ନିଜକୁ ଜାଣିବାକୁ ଚେଷ୍ଟା କର। ଏହି ଅଭ୍ୟାସ ଦ୍ୱାରା ଆମେ ଆମ ମନକୁ ବୁଝିଥାଉ। ନିଜକୁ ବୁଝିବାର ଅର୍ଥ ହେଉଛି ନିଜକୁ ପ୍ରଶ୍ନ ପଚାରିବା କି ମୁଁ ବର୍ତ୍ତମାନ କଣ କରୁଛି, କଣ ମୁଁ ମୋ ଭବିଷ୍ୟତ ପାଇଁ ଯାହା ସ୍ୱପ୍ନ ଦେଖିଛି ତାହା ବର୍ତ୍ତମାନ ସମୟରେ ପୂରା କରୁଅଛି। ଏହା ଛଡ଼ା ମୁଁ ମୋ ଅତୀତରୁ କଣ ଶିଖିବାକୁ ପାଇଲି, କଣ ମୁଁ ମୋ ସମୟକୁ ଠିକ ଭାବରେ ନେଉଅଛି। ଏମିତି ପ୍ରକାର ପ୍ରଶ୍ନ ନିଜକୁ ପଚାରିବା ଦ୍ୱାରା ଆମେ ନିଜ ମନରେ ତଳକୁ ଖସି ନଥାଉ। ସର୍ବଦା ଭୁଲକୁ ଜାଣିବା ଓ ତାକୁ ସୁଧାରିବା ପାଇଁ ଏହି ଅଭ୍ୟାସଟି ରହିବା ଉଚିତ। ଷଷ୍ଠ ଅଭ୍ୟାସଟି ହେଉଛି ସମୟକୁ ବାନ୍ଧିବା ଶିଖନ୍ତୁ। ସମୟ ଏକମାତ୍ର ଏମିତି ଜିନିଷ ଅଟେ ଯାହା ଲଗାତାର ଭାବରେ କମିଥାଏ। ସମୟ ସହିତ ତମେ କେବଳ ସାଥିରେ ଯାଇପାରିବ, ମାତ୍ର ତାର ଆଗରେ ନୁହେଁ। ତେଣୁ ସମୟକୁ ଅବହେଳା ନକରି ଏହି ସମୟରେ ଯାହା କରିବା ଉଚିତ ତାହା ନିଶ୍ଚିତ ଭାବରେ କର। କାରଣ ଗୋଟିଏ ଥର ବି ସମୟ ତମ ହାତରୁ ଚାଲିଗଲେ ତେବେ ତୁମକୁ ବହୁତ ସଂଘର୍ଷ କରିବାକୁ ପଡ଼ିବ ତାହା ସହ ବରାବର ହେବା ପାଇଁ। 10ଟି ଅଭ୍ୟାସ ମଧ୍ୟରୁ ସପ୍ତମ ଅଭ୍ୟାସଟି ହେଲା ସକାରାତ୍ମକ ଭାବନା ରଖ ଏବଂ ନକାରାତ୍ମକ ଭାବନା ରଖୁଥିବା ଲୋକଙ୍କ ଠାରୁ ଦୂରେଇ ରୁହ। ଏହି ସକାରାତ୍ମକ ଭାବନା ବିଶାଳରୁ ବିଶାଳ କଠିନ କାମକୁ ପୂରା କରିବାରେ ଏକ ବଡ଼ ଯୋଗଦାନ ଦେଇଥାଏ ଏବଂ ଏହା ସହିତ ନକାରାତ୍ମକ ଭାବନା ରଖୁଥିବା ଲୋକମାନଙ୍କ ଠାରେ ଛୋଟରୁ ଛୋଟ କାମକୁ ପୂରା କରିବା ଉପରେ କ୍ଷତି ଖୋଜିଥାଏ। ଏହି ନକାରାତ୍ମକ ଭାବନା ରଖୁଥିବା ଲୋକମାନେ କେବେ ସଫଳ ହୋଇପାରନ୍ତି ନାହିଁ ଏବଂ ଏହା ସହିତ ଅନ୍ୟକୁ ମଧ୍ୟ ସଫଳ ନ ହେବାର କାରଣ ଜଣାଇଥାନ୍ତି। ତେଣୁ ସଫଳ ହେବାକୁ ହେଲେ ଏହି ସପ୍ତମ ଅଭ୍ୟାସକୁ ନିଜର ଜୀବନରେ ଲାଗୁ କର। ଅଷ୍ଟମ ଅଭ୍ୟାସଟି ହେଲା ସବୁଦିନ ମେଡିଟେସନ ଓ ଏକ୍ସରସାଇଜ କର। ଏହି ଅଭ୍ୟାସ ସବୁଦିନ ଆପଣେଇବା ଦ୍ୱାରା ତୁମର ଦେହ ଓ ମନ ସୁସ୍ଥ ଏବଂ ଶାନ୍ତ ରହିଥାଏ। ଏହା ତୁମକୁ ବିଭିନ୍ନ ପ୍ରକାର ରୋଗ ଠାରୁ ମୁକ୍ତ ମଧ୍ୟ କରିଥାଏ। ନବମ ଅଭ୍ୟାସଟି ହେଲା କେବେ ନାରୀକୁ ଖରାପ ଦୃଷ୍ଟିରେ ଦେଖ ନାହିଁ। ସେହି ନାରୀ କେବଳ ଗୋଟିଏ ନାରୀ ନୁହେଁ, ସେ ଜଣଙ୍କର ମା ହୋଇପାରେ କିମ୍ବା କାହାର ଝିଅ, ବୋହୂ ଏବଂ ପତ୍ନୀ ମଧ୍ୟ ହୋଇପାରେ। ତେଣୁ କୌଣସି ନାରୀକୁ ଦେହର ବାସ୍ନା ନଜରରେ ଦେଖ ନାହିଁ, ତାଙ୍କୁ ସମ୍ମାନ ଦିଅ। ଜନ୍ମ କରିବା କାଳରୁ ବୁଢ଼ା ହେବା ପର୍ଯ୍ୟନ୍ତ ଯଦି କିଏ ଆମର ଯତ୍ନ ନେବାକୁ ପଛଘୁଞ୍ଚା ଦିଏ ନାହିଁ, ସେ ଜଣକ ହେଉଛନ୍ତି ଆମ ମା। ତେଣୁ ନିଜର ମା ପରି ଅନ୍ୟ ନାରୀମାନଙ୍କୁ ମଧ୍ୟ ସମ୍ମାନ ଦେବା ଉଚିତ। ଏହା ଛଡ଼ା ଯଦି ବି ତୁମକୁ କୌଣସି ନାରୀ ପ୍ରତି ଭଲ ପାଇବା ଉତ୍ପନ୍ନ ହେଉଛି ତେବେ ଏହା କୌଣସି ମତେ ଭୁଲ ନୁହେଁ, କାରଣ ଭଲ ପାଇବା ଠାରୁ ଭଲ କାମ ଏ ଜଗତରେ ଆଉ କିଛି ନାହିଁ। ଶେଷ ଏବଂ ଜରୁରୀ 10ମ ଅଭ୍ୟାସଟି ହେଲା ଅନ୍ୟକୁ ସର୍ବଦା ସାହାଯ୍ୟ କର। ଏହି 10ମ ଅଭ୍ୟାସଟି ଆପଣଙ୍କ ଆତ୍ମାକୁ ଯେଉଁ ଖୁସି ଓ ଆନନ୍ଦ ଦେଇପାରିବ ତାହା ଅନ୍ୟ କୌଣସି କାମ ନୁହେଁ। ଏହି ଅଭ୍ୟାସ ଦ୍ୱାରା ଅନ୍ୟର ମନରେ ହସ ଆସିଥାଏ। ଏହା ସହିତ ନିଜ ମନରେ ଆତ୍ମବିଶ୍ୱାସ ବଢ଼ିଥାଏ। ଯଦି ତୁମେ ନିଜକୁ ସର୍ବଦା ଖୁସିରେ ଦେଖିବାକୁ ଚାହୁଁଛ ତେବେ ଆଖପାଖ ଲୋକମାନଙ୍କ ମନରେ ମଧ୍ୟ ଖୁସି ଆଣିବାକୁ ଚେଷ୍ଟା କର। ସର୍ବଦା ଭଲ କର୍ମ କର, ଅନ୍ୟର କାମରେ ଆସ। ଏହା ଦ୍ୱାରା ତମେ ସମାଜରେ ଏକ ଭଲ ବ୍ୟକ୍ତିର ଉଦାହରଣ ହୋଇପାରିବ, ଯାହାକୁ ଲୋକେ ଅନୁକରଣ କରିବାକୁ ଇଚ୍ଛା କରିବେ। ଶେଷରେ ବୌଦ୍ଧ ଭିକ୍ଷୁ କହିଲେ, ଏହି 10ଟି ଅଭ୍ୟାସ ନିଜର ଜୀବନରେ ଲାଗୁ କରାଅ ଏବଂ ନିଜର ଭବିଷ୍ୟତର ସଫଳତା ପାଇଁ ଆଗକୁ ବଢ଼। ଭିଡିଓଟି ଯଦି ଆପଣଙ୍କୁ ଭଲ ଲାଗିଥାଏ ତେବେ ମୋର ଖାଲି ଗୋଟିଏ ଅନୁରୋଧ, ଏହି ଚ୍ୟାନେଲକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ କମେଣ୍ଟରେ କିଛି ଲେଖି ମୋର ଉତ୍ସାହ ବଢ଼ାନ୍ତୁ।